ମୁଁ 3 ଦିନ ହେଲା ଆସିଲା ଭିତରେ କେବଳ ହୀରାକୁଦର ଜଳ ସମସ୍ୟା ଦେଖିବା ମୋର ଏକମାତ୍ର ଉଦ୍ଦେଶ୍ୟ ଥିଲା। ସେଥିପାଇଁ ଗତକାଲି ମୁଁ କଲମା ବ୍ୟାରେଜ ଦେଖିବା ପାଇଁ ଯାଇ ସୁଖାସୋଡ଼ା କଲମା ବ୍ୟାରେଜ ସାରା ଅଞ୍ଚଳଟା ବୁଲିକିରି ଆସିଲି। କିଛି ଦିନ ଧରି ମିଡିଆରେ ପ୍ରଚାରିତ ହେଇଥିଲା ସବୁ ବାଲିବନ୍ଧ ନିର୍ମାଣ ହେଇଛି, ହୀରାକୁଦକୁ ଜଳ ପ୍ରବାହ କମିଗଲାଣି। ମୋଟାମୋଟି ଭାବରେ କହିବା ପାଇଁ ଗଲେ ହୀରାକୁଦର ଅବସ୍ଥା ସମ୍ପୂର୍ଣ୍ଣ ଉତ୍କଟ ଅବସ୍ଥାରେ ପହଞ୍ଚିଛି। ଏ ସଂକଟଟା ଆଗକୁ କି ରୂପ ନେବ କହିହେବନି। ପ୍ରଥମ କଥା ହେଉଛି ମହାନଦୀ ଜଳ ବିବାଦ ସମସ୍ୟା ସମାଧାନ ଏପର୍ଯ୍ୟନ୍ତ ହେଇନାହିଁ। କିଏ ଆଗରୁ କରିଥିଲା, କିଏ ଏବେ କରୁଛି, ସେ ପ୍ରଶ୍ନକୁ ମୁଁ ଯିବା ପାଇଁ ଚାହେଁନି। ଜଳ ବିବାଦ ସମସ୍ୟା ଓଡ଼ିଶା ଛତିଶଗଡ଼ ଭିତରେ ଅଛି, ଏଟା ସତ୍ୟ। ସମାଧାନ କୋଉ ବାଟରେ ହବ ସେଟା ସରକାରଙ୍କ ଦାୟିତ୍ୱ। କଲମା ବ୍ୟାରେଜକୁ ଦେଖିଲା ବେଳେ ଦେଖି ସାରିଲା ପରେ ମୋ ମନରେ ଏ ପ୍ରଶ୍ନ ହେଲା ଯେ ହୀରାକୁଦର ଅବସ୍ଥାଟା ଆଗକୁ ଭବିଷ୍ୟତ ଏକ ଗଭୀର ସଂକଟ ଭିତରକୁ ଯିବ। ଯଦିଓ ବ୍ୟାରେଜଟା ନିର୍ମାଣ ହେବା ବୋଧେ 7-8 ବର୍ଷ ହେଇଗଲାଣି, କିନ୍ତୁ ସେଟା ଆମର କ୍ଷତି କଲା। ଏଟା ଛତିଶଗଡ଼ର ଲାଷ୍ଟ ବ୍ୟାରେଜ। ତାର କିଛି ବାଟ ଆସିଲା ପରେ ହିଁ ଓଡ଼ିଶା ଆରମ୍ଭ ହେଉଛି ବା ମହାନଦୀ ଓଡ଼ିଶା ଭିତରକୁ ପ୍ରବେଶ କରୁଛି। ସେ ବ୍ୟାରେଜ ପାଇଁ ଆମେ କ୍ଷତିଗ୍ରସ୍ତ ହବୁ, ଏଥିରେ ସନ୍ଦେହ ନାହିଁ। ତେଣୁ ମୂଳ ପ୍ରଶ୍ନଟା ଉଠୁଛି, ମହାନଦୀଟା ହେଲା ଗୋଟେ ଇଣ୍ଟରଷ୍ଟେଟ୍ ରିଭର। ଦୁଇ ରାଜ୍ୟର ସମାନ ଅଧିକାର ଅଛି ସେଠି। ଗୋଟେ ରାଜ୍ୟର ନଦୀ ସେ ନୁହେଁ। ଇଣ୍ଟରଷ୍ଟେଟ୍ ରିଭର କହିଲେ ସେଠି ଦୁଇ ରାଜ୍ୟ ଭିତରେ ବସି ଆଲୋଚନା କରିକିରି ନିଷ୍ପତ୍ତି ନିଆଯିବା ଆବଶ୍ୟକ ଥିଲା। ଏକପକ୍ଷିଆ ଭାବେ କରିବା ସମ୍ପୂର୍ଣ୍ଣ ଭାବରେ ଆଇନ ଦୃଷ୍ଟିରୁ ଏକ ଅପରାଧ। ଛତିଶଗଡ଼ରେ ଯେତେ ଗୁଡ଼ାଏ ବ୍ୟାରେଜ ବା ଡ୍ୟାମ୍ ସେମାନେ ସବୁ ତିଆରି କରିଛନ୍ତି, ଗୋଟେ ଦୁଇଟା ଛାଡ଼ିଦେଲେ ମୁଁ ଭାବୁଛି ବୋଧେ ଅନ୍ୟ କୌଣସି ପ୍ରଶ୍ନ ବା ବ୍ୟାରେଜ ସମ୍ପର୍କରେ ଓଡ଼ିଶା ସାଙ୍ଗରେ କେବେ ଆଲୋଚନା ହେବାର ସମ୍ବାଦ ଆସିନି କେବେ। ଆଜି ହୀରାକୁଦକୁ ଜଳ ପ୍ରବାହ କମିଗଲାଣି। ହୀରାକୁଦର ବିଭିନ୍ନ କାରଣରୁ ଜଳଭଣ୍ଡାର କ୍ଷମତା ସେ ବି କମିଗଲାଣି। ଯେଉଁ ଜଳଭଣ୍ଡାର ଚାଷୀମାନଙ୍କ ପାଇଁ ତିଆରି ହେଇଥିଲା, ତା ସାଙ୍ଗରେ ଆଉ ଗୋଟେ ଯୋଡ଼ି ହେଇଗଲା ଶିଳ୍ପ। ହୀରାକୁଦ ଜଳଭଣ୍ଡାର ନିର୍ମାଣ ବେଳେ ଶିଳ୍ପକୁ ଜଳ ଦିଆଯିବ ବୋଲି କୌଣସି ବ୍ୟବସ୍ଥା ନଥିଲା। ଆମର କେବଳ ଗୋଟିଏ ଭୁଲ ଥିଲା ସେତେବେଳେ, ମାନେ ଓଡ଼ିଶା ହୀରାକୁଦ ବନ୍ଧ ନିର୍ମାଣ ବେଳେ ମଧ୍ୟପ୍ରଦେଶ ଥିଲା, ଛତିଶଗଡ଼ ହେଇନଥିଲା। ଓଡ଼ିଶା ମଧ୍ୟପ୍ରଦେଶ ଭିତରେ କୌଣସି ଚୁକ୍ତିନାମା ନ ହୋଇକିରି ହୀରାକୁଦ ବନ୍ଧ ତିଆରି ହେଲା ହୀରାକୁଦ ଡ୍ୟାମର ଇତିହାସ। ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ବସିଲେ, ହରିକୃଷ୍ଣ ମହତାବ ଦେଲେ, ସେଠି ଶ୍ୟାମାଚରଣ ଶୁକ୍ଲା ବସିଲେ, ରାଜି ହେଇଗଲେ। ଜବାହରଲାଲ ନେହେରୁ ପ୍ରଧାନମନ୍ତ୍ରୀ ରାଜି ହେଇଗଲେ, ଡ୍ୟାମ୍ ହେଇଗଲା। କୌଣସି ଚୁକ୍ତି ସ୍ୱାକ୍ଷରିତ ହେଇନି। ତ ବିଶ୍ୱାସ ବା ବନ୍ଧୁତା ଭିତରେ ହୀରାକୁଦ ବନ୍ଧ ନିର୍ମାଣ ହେଲା। କେବଳ ଗୋଟିଏ ସେତେବେଳେ ଥିଲା ଆମର, ସମସ୍ତେ ଚାହୁଁଥିଲେ ଡ୍ୟାମ୍ ହବ। ସେତେବେଳେ ଏତେ ସିଷ୍ଟମ ଏମିତି ନଥିଲା। କିନ୍ତୁ ହୀରାକୁଦଟା ଯେ କମ୍ପ୍ଲେକ୍ସ ସିଷ୍ଟମ ଭବିଷ୍ୟତକୁ ହବ, ଏକଥା ସେତେବେଳେ ସେମାନେ ଭାବିପାରିନଥିଲେ। ଡ୍ୟାମ୍ ହବ, ଓଡ଼ିଶା ଜଳସେଚନ ହବ, ଏଥିପାଇଁ କରିଦିଆଗଲା। ତା ପରବର୍ତ୍ତୀ ଅବସ୍ଥାରେ ମଧ୍ୟ କୌଣସି ଚୁକ୍ତି କେବେ ହେଇନି। ହୀରାକୁଦ ଜଳଭଣ୍ଡାର ଆଜି ବି ଯଦି ଆମେ ଦେଖିବା, ଆମେ ଆଜି ଜାନୁଆରୀ ମାସରେ ବସୁଛେ, ଆହୁରି ମେ ମାସ ଅଛି। ହୀରାକୁଦ ଜଳଭଣ୍ଡାରର ମୁଁ ଆଜି ସକାଳୁ ବୁଝୁଥିଲି 626 ଫୁଟ କେତେ ଅଛି ପାଣି। ଆଜି ଦିନରେ ବି 4 ଫୁଟ ପାଣି କମିଗଲାଣି। ହୀରାକୁଦ ଜଳଭଣ୍ଡାର ଭିତରକୁ
2000 क्यूसेक्स पानी आसुची मात्र गोटे डैम भीतर को जदि मिनिमम 30 रु 50,000 भितर नॉन मानसून पीरियड कथा नॉन मानसून पीरियड रे 30,000 रु 50,000 क्यूसेक्स पानी न आसे से डैम रो भविष्य किसी हुए एटा हीराकुद को जते एक्सपर्ट्स माने आछंती से माने भी ये मत देइछंती हीराकुद डैम को देखिया पे मु से विभाग दायित्व रे थिली मो समय भी आछंती विदेश इंजीनियर मैंने आसते हीराकुद डैम को देखा इंडिया एमती गोटे डैम तैयारी कारण एत बड़ कैचमेंट एरिया को लेकिन भारत वर्ष को डैम है आमर कैचमेंटा गंगा टू आहरी अधिक 1,41,000 स्क्वायर किलोमीटर यार हूँ एरिया 75,000 स्क्वायर किलोमीटर 65,000 स्क्वायर किलोमीटर आमर ये तो डैम कोटी तैयारी तो हीराकुदटा गोटे छोटिया प्रश्न नुहे हीराकुदटा बहुत गुरुत्वपूर्ण प्रश्न ओडिशा आमर जीवन नाटिकार सी एक बड़ प्रश्न।